यशैव पादाम्बुजभक्तिलभ्य प्रेमाभिधान परमपुमर्थ तस्मै जगन्मङ्गलमङ्गल चैतन्यचन्द्राय नमो नमस्ते महादिव्यो छविसुन्दराय तस्मै महाप्रेम रसप्रदाय चैतन्यचन्द्राय नमो नमस्ते कृष्णमाधुर्धीरो एको अद्भुत सौभागो आत्मास्वादिते कृष्ण हरे भक्त भाव आत्मास्वादिते कृष्ण भक्त भागवतरे चैतन्य गोसाई भक्त भागवतरे भक्त स्वरूप तारो नित्यानंद भाई भक्त स्वरूप प्रभु करी गाई तपसरे एक महाप्रभु प्रभु दुई जन एक महाप्रभु प्रभु सेवे महा प्रभुर चरण प्रभु सेवा माधुर्यर एक अद्भुत स्वभाव अपना आस्वादित कृष्ण परि भक्त भाव श्री चैतन्य महाप्रभु अभिन्न कृष्ण किंतु भक्त भाव अंगीकार कर सो माधुर्य आस्वादन करने निमित्त अवतीर्ण होते भक्त भाव अंगीकार करेतु माधुर्य को निलय कृष्ण कंदर्प कोटि कमनीय विशेष शोभन कृष्ण अद्भुत माधुर्य कोटि कंदर्पर सौंदर्य को धिक्कार करे जहां सौंदर्य श्रीकृष्ण निमित्त श्री चैतन्य महाप्रभु रूप अवतीर्ण हेले। Although Krishna is the reservoir of all pleasure, he has a special intention to test himself by accepting the form of a devotee. Jadiyo Krishna houthanti समस्त आनंदर आकोर रसर आकोर हेले सुद्धा तांकर ए स्वतंत्र इच्छा रहिला तांकर निज माधुर्य आस्वादन करिवे तेणु भक्त अवतार हेले। It is to be concluded that although Lord Chaitanya is present in the form of a devotee, he is Krishna himself. जदियो चैतन्य महाप्रभु भक्त रूप रे अवतीर्ण होइछन्ति तथापि से कृष्ण ही। Therefore, Vaishnava sing Sri Krishna Chaitanya, Radha Krishna nahi anya. Radha and Krishna combined together are Sri Krishna Chaitanya Mahaprabhu. Radha Krishna का मिलित तनु होचन्ति Sri Krishna Chaitanya Mahaprabhu. चैतन्याख्यं प्रकटमधुना तद्वयं चैतन्यमाप्तम्. Sri Swarup Goswami has said that Radha and Krishna assumed oneness in the form of Sri Chaitanya Mahaprabhu. ये होचे वैशिष्ट्य श्रीमन महाप्रभु राधा कृष्ण मिलित तनु होचन्ति श्रीकृष्ण चैतन्य श्री चैतन्य महाप्रभु
କାହିଁକି ଏପରି ମିଳିତ ତନୁ ହେଲେ ବା ରାଧା ଭାବ ରାଧାଙ୍କର ଅଙ୍ଗ କାନ୍ତି କାହିଁକି ଧାରଣ କଲେ? ନା ସ୍ୱମାଧୁର୍ଯ୍ୟ ଆସ୍ୱାଦନ କରିବା ନିମିତ୍ତ। ନିଜେ କୃଷ୍ଣ ସେ ହେଉଛନ୍ତି ରସର ବିଷୟ, ସେ ରସର ଆଶ୍ରୟ ନୁହନ୍ତି। ରସର ଯେ ବିଷୟ ସେ କିପରି ନିଜକୁ ନିଜେ ଆସ୍ୱାଦନ କରିପାରିବେ? ତା କଦାପି ସମ୍ଭବପର ନୁହେଁ। ଯେଉଁମାନେ ରସର ଆଶ୍ରୟ ଭକ୍ତ ସେମାନେ କୃଷ୍ଣଙ୍କର ମାଧୁର୍ଯ୍ୟ ଆସ୍ୱାଦନ କରନ୍ତି। ଏକଲି ରାଧିକା ଆସ୍ୱାଦେ ସକଲି। ଆଉ ତନ୍ମଧ୍ୟରେ ଶ୍ରୀମତୀ ରାଧାରାଣୀ ହେଉଛନ୍ତି ସର୍ବୋତ୍ତମ ସର୍ବଶ୍ରେଷ୍ଠା, ଯିଏକି ପୂର୍ଣ୍ଣ ମାତ୍ରାରେ କୃଷ୍ଣ ମାଧୁର୍ଯ୍ୟ ଆସ୍ୱାଦନ କରୁଛନ୍ତି। ତେଣୁ ଶ୍ରୀକୃଷ୍ଣ ଚୈତନ୍ୟ ମହାପ୍ରଭୁ ଶ୍ରୀକୃଷ୍ଣ ସେ ଭାବିଚିନ୍ତି ଠିକ୍ କଲେ। ତାଙ୍କର ଏଇ ଯୋଉ ଇଚ୍ଛା ଜାଗ୍ରତ ହେଲା ସ୍ୱମାଧୁର୍ଯ୍ୟ ଆସ୍ୱାଦନ କରିବା, ସ୍ୱାଦ୍ୟ ହେନା ଭୂତ ମଧୁରିମା କିଦୃଶଂ ବା ମଦୀୟ ସୌଖ୍ୟଂ ଚାସ୍ୟ ମଦନୁଭବତ କିଦୃଶଂ ବେତି ଲୋଭାତ୍ ତଦ୍ଭାବାଢ୍ୟା ସମଜନି ଶଚିଗର୍ଭ ସିନ୍ଧୁ ବୃନ୍ଦୁ ତ୍ରିବିଧ ବାଞ୍ଛା। ରାଧୟା ପ୍ରଣୟ ମହିମା କିଦୃଶଂ ସ୍ୱାଦ୍ୟ ହେନା ଭୂତ ମଧୁରିମା କିଦୃଶଂ ବା ମଦୀୟ ସୌଖ୍ୟଂ ଚାସ୍ୟ ମଦନୁଭବତ କିଦୃଶଂ ବେତି ଲୋଭାତ୍ ତଦ୍ଭାବାଢ୍ୟା ସମଜନି ଶଚିଗର୍ଭ ସିନ୍ଧୁ ବୃନ୍ଦୁ। ସେ ଭଗବାନ ହରି କୃଷ୍ଣଙ୍କର ତ୍ରିବିଧ ବାଞ୍ଛା ପୂର୍ତ୍ତି ନିମିତ୍ତ ସେ ଶଚିଗର୍ଭ ସିନ୍ଧୁ ଶଚୀ ମାତାଙ୍କର ପୁତ୍ର ରୂପରେ ଚୈତନ୍ୟ ମହାପ୍ରଭୁ ରୂପରେ ଆବିର୍ଭୂତ ହେଲେ। ରାଧାଙ୍କର ପ୍ରଣୟ ମହିମା କିପରି ଏବଂ ମୋର ସେ ଅଦ୍ଭୁତ ମଧୁରିମାଟା କିପରିକା, ମାଧୁର୍ଯ୍ୟ କିପରି, ଯାହା ରାଧା ଆସ୍ୱାଦନ କରୁଛନ୍ତି ପୂର୍ଣ୍ଣ ମାତ୍ରାରେ। ସୌଖ୍ୟଂ ଚାସ୍ୟ ମଦନ ଭାବାତ୍ କିଦୃଶଂ ବେତି ଲୋଭାତ୍। ଆଉ ରାଧା କିଏ ସୁଖ ପାଉଛନ୍ତି, କିଏ ଆନନ୍ଦ ପାଉଛନ୍ତି ସେ ମାଧୁର୍ଯ୍ୟ ଆସ୍ୱାଦନ କରି। ଏ ତ୍ରିବିଧ ବାଞ୍ଛା, ଏ ତିନୋଟି ଅଭିଳାଷ ଜାଗ୍ରତ ଭାବନା, ସେଇ ତିନୋଟି ଅଭିଳାଷ କାମନା ପୂରଣ କରିବା ପାଇଁ ତ୍ରିବିଧ ବାଞ୍ଛା ପୂର୍ତ୍ତି ନିମିତ୍ତ ସେ ଚୈତନ୍ୟ ମହାପ୍ରଭୁ ଉପରେ ରାଧା ଭାବ କାନ୍ତି ଅଙ୍ଗୀକାର କରି ଆବିର୍ଭୂତ ହେଲେ। ସେଥିପାଇଁ କୁହାଯାଉଛି ଯେ ଶ୍ରୀକୃଷ୍ଣ ଚୈତନ୍ୟ ରାଧା କୃଷ୍ଣ ନୁହେଁ ଅନ୍ୟ। ଚୈତନ୍ୟ ଆଖ୍ୟାଂ ପ୍ରକଟ ମଧୁନା ତଦ୍ୱୟଂ ଚୈକ୍ୟ ଆପ୍ତଂ। ଐକ୍ୟ ଏଇ କହିଛନ୍ତି। ଶ୍ରୀ ଚୈତନ୍ୟ ମହାପ୍ରଭୁ ରୂପରେ ଯେତେବେଳେ ସେ ଆସୁଛନ୍ତି ସେତେବେଳେ ଶ୍ରୀକୃଷ୍ଣ ସୁଖେଇକ ପରତନ୍ତ୍ର ରସାସ୍ୱାଦନ ସୌଖ୍ୟରେ ସମ୍ଭବ ଆଉ ବିପ୍ରଲମ୍ବ ଏକାଧିକରଣର ଏକାନ୍ତ ଅନିବାର୍ଯ୍ୟତା ଅଛି। ସମ୍ଭବ ବିପ୍ରଲମ୍ବ ଏକାଧିକରଣ ଅଛି। ବିପ୍ରଲମ୍ବର ସ୍ୱରୂପ ହେଲା ଅନ୍ତରରେ ପାଇବା, ବାହାରେ ହରେଇବା। ବାହ୍ୟ ମିଳନରେ ଅନ୍ତରରେ ବିରହ ଥାଏ, ଅନ୍ତରର ମିଳନରେ ବାହ୍ୟରେ ବିରହ ରହେ। ସମ୍ଭବ କାଳରେ ଚିତ୍ତର ସାଧ ବାହ୍ୟର ପ୍ରିୟତମକୁ ଅନ୍ତର ମଧ୍ୟରେ ପ୍ରବେଶ କରାଇବାକୁ, ଅନ୍ତରର ପ୍ରେମ କଳ୍ପକୁଞ୍ଜରେ ଜୋଡ଼େଇ ଧରିବାକୁ, ନିବିଡ଼ ଆଲିଙ୍ଗନରେ ପ୍ରାଣରେ ମିଶାଇ ଦେବା ପାଇଁ ବିପ୍ରଲମ୍ବରେ ଆକୁଳ ଆଗ୍ରହ হয়। ଅନ୍ତରରେ ପ୍ରେମ କଳ୍ପକୁଞ୍ଜ ବିହାରୀ କାନ୍ତ ପ୍ରିୟତମ ରସରାଜଙ୍କୁ ବାହ୍ୟଙ୍କୁ ଆଣି ବୋଦନ କମଳ ମଧୁ ପାନ କରାଇବା ପାଇଁ ବିଶେଷ ଭାବରେ ରହ ବିରହ ଅର୍ଥାତ୍ ଅନ୍ତରର ଏକାନ୍ତ ସ୍ଥାନ ବା ନିଗୁଢ଼ତମ ରାଜ୍ୟ ହୃଦୟ ନିକୁଞ୍ଜରେ ଆସ୍ୱାଦିତ ହୁଏ ବୋଲି ତାର ନାମ ହେଉଛି ବିରହ। ତହିଁରେ ବିଶେଷ ଭାବରେ ଲମ୍ଘନ ଅଛି, ଅର୍ଥାତ୍ ଅନ୍ତରରେ ଆସ୍ୱାଦନର ଚମତ୍କାରିତା ଅଛି। ବିରହ ଶବ୍ଦର ତାହିଁ ହେଉଛି ତାତ୍ପର୍ଯ୍ୟ। ସମ୍ଭବରେ ବାହ୍ୟରେ ମିଳନ, ଅନ୍ତରରେ ବିରହ। ବିପ୍ରଲମ୍ବରେ ଅନ୍ତରରେ ମିଳନ, ବାହ୍ୟରେ ବିରହ। ଏହା ହିଁ ରହସ୍ୟ। ବାଞ୍ଛାତ୍ରୟ ପୁରାଣର ସମୁତ୍କଣ୍ଠାରେ ରସରାଜ ଶ୍ରୀକୃଷ୍ଣ ମାଥୁର ବିରହର ପଥ ଦେଇ ରସ ସ୍ୱରୂପରେ ଦ୍ରବୀଭୂତ ହୁଅନ୍ତି। ଧୀରେ ଧୀରେ ମହାଭାବ ହୋଇ ମହାବିରହ ବିହୋଳା, ମହାବିରହ ତାପରେ ବିଗଳିତ ହୃଦୟ ରାଧାରାଣୀଙ୍କର ହୃଦୟର ପ୍ରେମ କଳ୍ପକୁଞ୍ଜାଭ୍ୟନ୍ତରରେ ପ୍ରବେଶ କରନ୍ତି। ତାତ୍ପର୍ଯ୍ୟ ହେଉଛି ମହାବିରହ ପଥ ଦ୍ୱାରା ପଥ କରି ନାନା ଭିନ୍ନ ନାମୀ ସ୍ୱୟଂ ରସରାଜ ଶ୍ରୀକୃଷ୍ଣ ମହାଭାବର ବିରହ ସାଗର ମଧ୍ୟରେ ନିମଗ୍ନ ହୁଅନ୍ତି। ବିରହ ଦଶାର ପୂର୍ଣ୍ଣତାରେ ଦଶମୀ ଦଶାରେ ରାଧାଙ୍କର ମୃତ୍ୟୁ ତୁଲ୍ୟ ମୂର୍ଚ୍ଛିତା ପରିସ୍ଥିତିରେ ପ୍ରବେଶଟି ପୂର୍ଣ୍ଣ হয়। ଫଳରେ ରସରାଜ
ଅନ୍ତକୃଷ୍ଣ ବହିର୍ଗୌର ହୁଅନ୍ତି। ବିରହ ଦଶାର ଗାଢ଼ତା ପ୍ରାପ୍ତିରେ ଦଶମୀ ଦଶା କାଳରେ ପୂର୍ଣ୍ଣତା ଲାଭ ହେଲେ ତାହାର ପରିଣତିରେ ରସରାଜ ଶ୍ରୀକୃଷ୍ଣ ବିପ୍ରଲମ୍ବ ରସ ବିଧୁର ଶ୍ରୀ ଗୌରାଙ୍ଗ ସ୍ୱରୂପରେ ରସରାଜ ମହାଭାବରେ ଏକୀଭୂତ ମୂର୍ତ୍ତିରେ ପ୍ରକଟ ହୁଅନ୍ତି। ରସରାଜ ମହାଭାର ଏକୀଭୂତ ଅଙ୍ଗ ଶ୍ରୀ ଗୌରାଙ୍ଗଙ୍କର ବାହାରେ ମାଥୁର ବିରହର ଚରମ ଦଶାରେ ଥିବା ମହାବିରହ ତୀବ୍ରତାର ସୁଦୀପ୍ତ ଉଷ୍ଣତା ନିତ୍ୟ ବିଦ୍ୟମାନ। ତେଣୁ ସେ ବିପ୍ରଲମ୍ବର ରସାତୁର ଓ ବିରହ ବିଧୁର ହୋଇ ସତତ ପ୍ରେମ ନାମ ସଂକୀର୍ତ୍ତନ କର। ମହାଭାବମୟୀଙ୍କର ମାଥୁର ବିରହ ଭାବରେ ଗରଗର, ତାହାର ତୀବ୍ର ତାପରେ ତାଙ୍କର ତନୁ ସତତ ଜର ଓ ସତତ ସମୁତ୍କ୍ଷିପ୍ତ ଚିତ୍ତରେ ପ୍ରେମ ନାମ ସଂକୀର୍ତ୍ତନ ପର ହୋଇ ନିଜ ବାଞ୍ଛା ପୂରଣରେ କିନ୍ତୁ ତାଙ୍କର ଅନ୍ତର ସମୃଦ୍ଧିମାନ ରସରେ ଭରପୁର। ସେ ସତତ ନିଜାଭିନ୍ନ ଶ୍ରୀମନ୍ ନାମ ରସାସ୍ୱାଦନ ଚତୁରତାରେ ରସାସ୍ୱାଦନ ସୌଖ୍ୟାନୁଭୂତିରେ ବିଭୋର। ଏହା ହିଁ ରସରାଜ ମହାଭାବର ମିଳିତ ଅଙ୍ଗ ପ୍ରେମ ପୁରୁଷୋତ୍ତମ ଶ୍ରୀ ଗୌରାଙ୍ଗଙ୍କର ରସତରଙ୍ଗର ସୁରମ୍ୟ ରଙ୍ଗ ଅର୍ଥାତ୍ ସମ୍ଭୋଗ ବିପ୍ରଲମ୍ବର ଏକାଧାରରେ ସୁରମ୍ୟ ରସ ରଙ୍ଗର ସୁମଧୁର ନୃତ୍ୟ ରଙ୍ଗର ଉତ୍ତାଳ ତରଙ୍ଗ ରଙ୍ଗ। ଜୟ ଜୟ ଶ୍ରୀ ଗୌରାଙ୍ଗ ମହାପ୍ରଭୁ କି ଜୟ। ବିରହ ବ୍ୟଥା ଯେତେ ତୀବ୍ର, ଅନ୍ତରର ପ୍ରାପ୍ତି ସେତେ ନିବିଡ଼, ଯେତେ ଗାଢ଼ ଯେତେ ସୁମଧୁର। ଅପ୍ରାପ୍ତିର ଆର୍ତ୍ତନାଦ ଯେତେ ଚରମରେ ଉପନୀତ, ଅନ୍ତରରେ ଦୁହିଁଙ୍କର ମିଳନ ସେତେ ଗାଢ଼ତମ। ଅନ୍ତରରେ ସୁଗୁପ୍ତ ରସରାଜ, ବାହ୍ୟରେ ହା ପ୍ରାଣ ପୃଷ୍ଠ କୃଷ୍ଣ, ହରେ ହା ରାମ ବୋଲି କହି ରୁରୁଦ୍ୟମାନ ଶ୍ରୀ ରାଧାଙ୍କର ବିପ୍ରଲମ୍ଭମୟୀ ମୂର୍ତ୍ତି ଏହା ହିଁ ଶ୍ରୀ ଗୌରାଙ୍ଗଙ୍କର ସ୍ୱରୂପ। ବିପ୍ରଲମ୍ବ ରସାତୁରୀ ମହାଭାବମୟୀ ରାଧାଙ୍କର ହୃଦୟର ପ୍ରେମମୟ ନିକୁଞ୍ଜରେ ଲୁକ୍କାୟିତ ନାମାଭିନ୍ନ ନାମୀ ପରିପୂର୍ଣ୍ଣ ରସମୟ ରସରାଜ ଶ୍ରୀକୃଷ୍ଣ ବିପ୍ରଲମ୍ବ ପରାକାଷ୍ଠାରେ ଶ୍ରୀକୃଷ୍ଣ ଅନ୍ୱେଷଣ ଲୀଳାପର ସଦବ ନିଜ ନାମର ସାସ୍ୱାଦନ ସୁଚତୁର ବିପ୍ରଲମ୍ଭ ରସାତୁର ପ୍ରେମ ପୁରୁଷୋତ୍ତମ ଶ୍ରୀ ଗୌରାଙ୍ଗ ସ୍ୱରୂପରେ ନବଦ୍ୱୀପ ପ୍ରକାଶରେ ଅଭିନବ ଆଶ୍ରୟ ଭାବ ବିଧୁର ଯୁଗପଦ ମିଳନ ବିରହର ଘନୀଭୂତ ବିଗ୍ରହ ତାହାଙ୍କର ସ୍ୱରୂପରେ ତାହା ସମନ୍ୱିତ ଏକାଧାରତା ପ୍ରାପ୍ତ। ଏ ହେଉଛି କୃଷ୍ଣ ସୁଖୈକ ପରତନ୍ତ୍ର ରସାସ୍ୱାଦନ ସୌଖ୍ୟରେ ସମ୍ଭୋଗ ବିପ୍ରଲମ୍ବର ଏକାଧିକରଣର ମୂର୍ତ୍ତି ହଉଛନ୍ତି ଶ୍ରୀମନ୍ ଗୌରାଙ୍ଗ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ। ସେଥିପାଇଁ ସେଇ କଥାରେ କୁହାଯାଇଛି ଶ୍ରୀକୃଷ୍ଣ ଚୈତନ୍ୟ ରାଧା କୃଷ୍ଣ ନହେ ଅନ୍ୟ। ରାଧା ଆଣ୍ଡ କୃଷ୍ଣ combined together as Sri Chaitanya Mahaprabhu. Chaitanyakhyam prakatam adhuna tadvem chaikyamatyam. Damodar Goswami has said that Radha and Krishna assumed oneness, form of Sri Chaitanya Mahaprabhu. Radha Bhava is predominating. Radha Bhava is predominating. This is most important thing. In Chaitanya Mahaprabhu, Radha Bhava hochi pradhan, Radha Bhava pradhan. ଯଦିଓ ସେ କୃଷ୍ଣ ଅଭିନ୍ନ କୃଷ୍ଣ ହେଲେ ସୁଦ୍ଧା ରାଧା ଭାବ ପ୍ରଧାନ, ସେ କୃଷ୍ଣ ଭାବ ପ୍ରଧାନ ନୁହେଁ। ଆଉ ନିଜେ କୃଷ୍ଣ କୃଷ୍ଣ କହି ହରି ହରି କହି ପ୍ରେମାଶ୍ରୁ ମଞ୍ଚନ କରୁଛନ୍ତି। ଗୌରାଙ୍ଗ ବନିତେ হবে ପୁଲକ ଶରୀର হরি হরি বলিতে নয়ন বহে নীল। এটা কথা হচ্ছে গৌরাঙ্গ বলিতে হবে পুলক শরীর, হরি হরি বলিতে নয়ন বহে নীল। এই হচ্ছে তাৎপর্য। গৌরাঙ্গ নাম উচ্চারণ কলেই বা শব্দ উচ্চারণ কলেই পুরো পুলকিত হব। সাত্বিক ভাব, প্রেম ভাব, তীব্র ভাব জাগ্রত হয়েଯିବ, স্বর ରୋମାଞ୍ଚିତ ହେଇଯିବ। କାରଣ ସେ ନିଜେ ଯେ ହରି 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 କହିକିରି କ୍ରନ୍ଦନ କରୁଛନ୍ତି, ହରି ହରି କହିକିରି କ୍ରନ୍ଦନ କରୁଛନ୍ତି। ସେ ହେଲେ ତାହାର ପରିଣତିରେ ରସରାଜ ଶ୍ରୀକୃଷ୍ଣ ବିପ୍ରଲମ୍ବ ରସ ବିଧୁର ଶ୍ରୀ ଗୌରାଙ୍ଗ ସ୍ୱରୂପରେ ରସରାଜ ମହାଭାବ ଏକୀଭୂତ ମୂର୍ତ୍ତିରେ ପ୍ରକଟ ହୁଅନ୍ତି। ଦଶମୀ ଦଶା, ଦଶଟା ଦଶା ବିରହର ଏ ମହାପ୍ରଭୁଙ୍କ ଲୀଳାରେ ପ୍ରକାଶିତ ହେଇଛି।
ତା ହଉଛି କୃଷ୍ଣ କର୍ଣ୍ଣାମୃତ। ସ୍ୱରୂପ ଦାମୋଦର ଗୋସ୍ୱାମୀ, ରାୟ ରାମାନନ୍ଦ, ଭାଗବତ, ଗୀତ ଗୋବିନ୍ଦ କୃଷ୍ଣ କର୍ଣ୍ଣାମୃତ ଗାନ କରି ସେ ଭାବକୁ ପୋଷଣ କରନ୍ତି। ଯେତେବେଳେ ଦଶମୀ ଦଶା ମହାପ୍ରଭୁ ପ୍ରକାଶ କରନ୍ତି, ଚିନ୍ତା, ଜାଗରଣ, ଉଦ୍ବେଗ, ତନ୍କ୍ଷୀଣତା, ମଳିନାଙ୍ଗତା, ପ୍ରଳାପ, ବ୍ୟାଧି, ମୋହ ଆଉ ମୃତ୍ୟୁ, ଏଇ ଦଶ ଦଶା ମଧ୍ୟରୁ ମହାପ୍ରଭୁଙ୍କର ଯେତେବେଳେ ଯେଉଁ ଦଶା ଜାଗରିତ হয় ସେତେବେଳେ ସେଇ ଭାବ ଅନୁଯାୟୀ ସ୍ୱରୂପ ଦାମୋଦର ଗୋସ୍ୱାମୀ ଓ ରାୟ ରାମାନନ୍ଦ ଭାଗବତ, ଗୀତ ଗୋବିନ୍ଦ କୃଷ୍ଣ କର୍ଣ୍ଣାମୃତ ଗାନ କରି ସେଇ ଚିନ୍ତାକୁ ପୋଷଣ କରନ୍ତି। ଏ ହଉଛି ଏଥିରେ ବିଶେଷ କରି ଏଠି କୁହାଯାଇଛି ବିରହ ଦଶାର ଗାଳକ ପ୍ରାପ୍ତିରେ ଦଶମୀ ଦଶା କାଳରେ ପୂର୍ଣ୍ଣତା ଲାଭ ହେଲେ ତାହାର ପରିଣତିରେ ରସରାଜ ଶ୍ରୀକୃଷ୍ଣ ବିପ୍ରଲମ୍ବ ବିଦୁର ଶ୍ରୀ ଗୌରାଙ୍ଗ ସ୍ୱରୂପରେ ରସରାଜ ମହାଭାବରେ ଏକୀଭୂତ ମୂର୍ତ୍ତିରେ ପ୍ରକଟ ହୁଅନ୍ତି। ଚିନ୍ତା, ଜାଗରଣ, ଉଦ୍ବେଗ, ତନ୍କ୍ଷୀଣତା, ମଳିନାଙ୍ଗତା, ପ୍ରଳାପ, ବ୍ୟାଧି, ଉନ୍ମାଦ, ମୋହ, ମୃତ୍ୟୁ, ଏ ଦଶଟା ଦଶା ହଂସଦୂତରୁ ଚିନ୍ତା ସମ୍ବନ୍ଧରେ ହଂସଦୂତ ପ୍ରମାଣ ଦେଇ କୁହାଯାଇଛି ଯଦା ଜାତ ଗୋପୀ ହୃଦୟ ମଦନ ନନ୍ଦ ସଦନାନ ମୁକୁନ୍ଦ ଗାନ୍ଧୀ ନ୍ୟାସ୍ତ ନୟନ ରୁନ୍ଧନ ମଧୁପୁରୀ ତଦା ମଙ୍ଖି ଚିନ୍ତା ସରୀତି ଘନକୁ ଘୂର୍ଣ୍ଣା ପରିଚୟ ରାଗାଧ୍ୟାୟମ୍ ବାଧାମୟ ବୟସୀ ରାଧା ବିରହିଣୀ ଅକ୍ରୂରେର ଅନୁରୋଧୀ নন্দ গৃহ হইতে অনুরোধে নন্দ গৃহ হইতে খুশি হৃদানন্দ দেবী দিল মথুরাতে খুশি হৃদানন্দ দেবী তবে বিরহিণী রাধা উদ্ঘূর্ণিত মোনা তবে বিরহিণী রাধা দিব্য পীড়া জলরূপা উৎকট ভাবনা দিব্য পীড়া জলরূপা নিজের বিনাশ চিন্তা ব্যাকুলতা ফলে নিজের বিনাশ চিন্তা ব্যাকুলতা ফলে ডুবিল তলস্পর্শ চিন্তা নদী জলে ডুবিল তলস্পর্শ আমার সন্ধান লাগি প্রিয়তম কৃষ্ণ আমার সন্ধান লাগি ভাবি কালে ব্রজে আসি আস কৃষ্ণ ভাবি কালে ব্রজে আসি আমর মারণ কথা যবে লোক মুখে আমার মরণ কথা যবে লোক মুখে শুনিবে হৃদয় কব না পাইবে সুখে শুনিবে হৃদয় কব দইতের দুঃখ ভার বিচার করিয়া দইতের দুঃখ ভার বিচার করিয়া কবু মৃত্যু বাঞ্ছা নাহি করে মোর হিয়া কবু মৃত্যু বাঞ্ছা নাহি
ঠাকুরানী সখী বিশাখারে নিজে ভাগ্য হিমালানি কহিলে রমানি নিজে ভাগ্য হিমালানি প্রিয়তম দর্শন শোকনের ঘরে প্রিয়তম দর্শন যে নারীর ঘটে তার ধন্য লিখে ভালে যে নারীর ঘটে তার কৃষ্ণের মনোহরে নিদ্রারূপা হরি কৃষ্ণের মনোহরে নিদ্রারূপা ছাড়িয়াছে মম সঙ্গ সাধিতেছে ছাড়িয়াছে মম সঙ্গ this is jagrana, wakefulness, sleeplessness is always. No sleep is there. Sleep is never coming. Radharani says sleep has become an enemy to me. You understand? It's become an enemy to me. The sleep is not coming to me. But they are going to say, Japasyanti priyam sopne dhanyasta sakhijosita asmakantugati krushnigata nigrati dairini. प्रिय सखी विशाखा के राधा ठाकुरानी नीचे भाग्य ना जानी कोई राधा calling his dear Sakhi, girl companion Visakha, and tells her, oh Visakhi, I am very, very unfortunate. You understand? I am very, very unfortunate. Priyotama Darsana Supuner Kale, Jenari Rogote, Dhanya Likhivane. That woman, that lady, that woman is very fortunate. One who sees what is lover, dearest lover, in dream. You understand? Krishna is the dearest lover. Now, he is not here in Brajbhumi. He has gone to Mathura. But I might see, I want to see him in the dream. But how can I see? There is no sleep. If there is sleep, may I dream, but no sleep, so no dream. You understand? Sleeplessness, no sleep at all. So the sleep has become an enemy to me. You understand what I say? This is second condition, jagrana. How? Feeling of separation is so acute, so sleepy here. There is no sleep. You understand? And third is Udvega. What do you say Udvega? It is Chinta is anxiety. Udvega is anxiety. Chinta is not anxiety. There's some difference. Chinta means deep thought. But Udvega is anxiety, severe anxiety, acute anxiety. That Udvega. In Hasadupa it is stated, Nana me hakastam jalati kimam anta karave na param na bharam sumukhi kalayanya sajalabhi yam vanne mudra sapani tamupayam kapayame paramrasya jasma bhuti kanikaya kirataya lalita ke koye radha sumukhi lalite lalita ke koye radha কি করিবে দেখি জলধিও পারো কি করিবে দেখি জলধিও পারো তব পদে
This is Udvega. Iti Radha tava virahata padanudinam nidage kulleva krasima paripakam prathayati Uddhava phiriya jave Krishna sannidhane Uddhava phiriya jave Krishna sannidhane Radhika Sakhavarta Krishna Tarosthani Radhika Sakhavarta Jigyasila Padutare Uddhava Kohilo Jigyasila Padutare Uddhava Kohilo Mathurai Krishna Chandra Sajo He Sunilo Mathurai Krishna Chandra Jadupate ki bolibo Sei sabo kotha Jadupate ki bolibo Sei sabo kotha Tomaro birohi Radha Paaye je je botha Tomaro birohi Radha Molino biborno taro Bodona komolo Molino biborno taro Bodona komolo Subisado doine dhaka Antore rostono Subisado doine dhaka This is Tonu Kirnata, very skinny boy, went and tried, skinny. And this is spoken from that Hansaduta. Udan Chadabhaktam Bhuruho Vikruti Rantapurosita Sadahara Bhava Grapita Puchako Kajadupati Vishushanti Radha Tava Virahata Padunajinam Nidage Kulleva Krasima Paripakam Tathayati. That means when Uddhava returned from Gopapura and come to Mathura and stand and met Krishna. Then Krishna asked about Srimati Radharani and what was the conversation between Radha and Vishakha. You understand? As previously I told, Radharani was asking Lalita and Vishakha. Mathurai Krishna Chandra Sagres Jigyasila Taduttar Uddhava Kohilo Mathurai Krishna Chandra Sagres. Then Uddhava narrated everything and with much interest Krishna heard it. Jadupate ki bolibo sei sab kotha tomar virohe Radha paaye je je. Krishna said, "Oh Jadupati, master of Jadus, what shall I say? Narrate all these things." Radharani is feeling so much
Shakti of pain, because the separation from you. You understand? Nolina vipanna tar bodana kamala, subhisad goinne dhaka ontorir sthal. Radharani's face is like a blooming lotus, but now it is dried up. That lotus is dried up. You understand? No freshness is there. You understand? Nolina vivo, this color, dried. Suvisada danya dhaka ontorir sthal. Her heart is covered up with very deep feeling of separation. You understand? Ahara obhave bhakshasya korikadvaya. Glanijukta dikhyati sunurotama. She is not taking any food. She is not eating at all. She has given up eating. Previously said, no sleep is there. Sleep is away from her. And she has given up eating now. So, as she is not taking any food, she is becoming more and more skinny day by day. Her body is so weak, so skinny now. You understand? Bhakshasya korikadvaya, her breasts are now so much tight and contracted. So I have seen it. You see. Vedage solilo jeno sukaya jay, tomar virho tape radha kinoka. During summer season, when there is scorching heat of the sun, the river is dried up. The river dries up. Similarly, the body of Radharani is dry, is now very skinny. Very skinny. Eko Mahaprabhu aro Prabhu dui jana. दुई प्रभु सेवे महाप्रभुर चरण शिल कविराज गोस्वामी पंचतत्व संबंधरे कथा कहवाकू जाई से कहते पंचतत्व मध्यरु महाप्रभु जने आ दुई जन प्रभु से प्रभु दुई जन महाप्रभुंकर चरण सेवन करती भाष्य दे आमर परमाराध्य गुरुदेव श्री श्रीमती श्री भक्तिवेदांत स्वामी प्रभुपाद महाराज कहते जदिओ श्री चैतन्य महाप्रभु श्री नित्यानंद प्रभु और श्री अद्वैत प्रभु ये समस्ते विष्णु तत्व तथापि चैतन्य महाप्रभु होती परमेश्वर
एवं अन्य दुई प्रभु अर्थात नित्यानंद प्रभु अद्वैत प्रभु ए दुई जन प्रभु ताहांकर चरण सेवा करुचंती अर्थात ताहांकर दिव्य प्रेममयी सेवारे नियुक्त अछंती काहेकि ना साधारण जीव को से द्वारा शिक्षा दौचंती जे श्री चैतन्य महाप्रभुଙ୍କର समस्त अधीन तत्व श्री चैतन्य चरितामृत आदि लीला पंचम परिच्छेद अनेक स्थान रे कहा जायछि जे एकला ईश्वर कृष्ण आर सभृत्य ए कथा कहाइछि। कृष्ण होचंती एकमात्र परमेश्वर भगवान आउ समस्ते उभय विष्णु तत्व जीव तत्व समस्ते तांकर सेवक। तबे both the विष्णु तत्व श्री नित्यानंद प्रभु and Advaita and the जीव तत्व शिवासादि गौर भक्त वृंद engage in service Lord, but one must distinguish between the विष्णु तत्व servitors and जीव तत्व servitors। जदियो नित्यानंद प्रभु अद्वैत प्रभु ए दुई जन होची विष्णु तत्व आउ शिवासादि गौर भक्त वृंद होची जीव तत्व एमाने समस्ते ही से भगवान का सेवा नियुक्त अछंती तथापि एथि मध्य तफात अछि विष्णु तत्व सेवक और जीव तत्व सेवक मध्य जीव तत्व सर्विटर द स्पिरिचुअल मास्टर इज एक्चुअली द सर्विटर ऑफ गॉड। गुरु देव जे से जीव तत्व सेवक से प्रकृत पक्षे भगवान को सेवक एज एक्सप्लेन्ड इन प्रीवियस वर्सेस इन द एब्सोल्यूट वर्ल्ड देयर आर नो सच डिफरेंसेस एट वन मस्ट ऑब्जर्व दिस डिफरेंसेस in order to distinguish the supreme from his subordinates। पूर्व कहा जायछि पूर्व वर्णना रे दिया जायछि जे अद्वैत जगत परमात्मा से जो चीज जगत रे ए प्रकार कौन तफात न थाए पार्थक्य न थाए तथापि पार्थक्य अछि जे भगवान एवं तांकर अधीन तत्व विष्णु तत्व सेवक मान मध्य रे कहा जाउछि। এই তিন তত্ত্ব সর্বারাধ্য করি করি মানি চতুর্থ যে ভক্ত তত্ত্ব আরাধক জানি। দি থ্রি প্রিডোমিনেটর্স চৈতন্য মহাপ্রভু নিত্যানন্দ প্রভু এন্ড অদ্বৈত প্রভু আর worshipable by all living entities and the fourth principle Sri Gadadhar Prabhu is to be understood as their worshipper। ক্রমে সেই ভক্ত যেতবেলে সেই চৈতন্য মহাপ্রভুଙ୍କ প্রতি অত্যন্ত আসক্ত ହେଇଯିବ माधुर्य रसस्तर को से उन्नत हो अंतर जो राय रामानंद सहित भेट जे ना प्रभु कही बड़ श्लोक राय कोई सुधर्मा चरणी विष्णु भक्ति होयो राय कहे सुमतणी विष्णु भक्ति होयो। राय कहले वर्णाश्रम धर्म नीति पालन कले व्यक्ति दिव्यावस्था उपलब्धि करि पारिबो किंतु महाप्रभु कहले यह बाह्य अटे। तापरे श्री राय कर्मार्पण कथा कहले याक मध्य महाप्रभु अस्वीकार कले आहुरी आगो को कुह बोली कहले पुनराय तापरे राय स्वधर्म त्याग कथा कहले ए कथा मध्य महाप्रभु स्वीकार कले ना। तापरे राय ब्रह्मानुशीलन रूप ज्ञान मिश्रा भक्ति श्रेष्ठ बोली कहले ता मध्य समुदाय बाह्य बोली महाप्रभु कहले। तापरे श्री राय कहले स्वरूप स्थिति को उपलब्धि करथिबा कौन महात्मा संग लाभ करी तांक मुखर श्रद्धा सहकारे भगवान को दिव्य वाणी श्रवण करवा सर्वोत्कृष्ट अटे। महाप्रभु श्री रामानंद राय कथा को स्वागत कले। प्रभु कहे हो आगे कहो आरो प्रभु कहे हो आगे कहो आरो राय कहे प्रेम भक्ति सर्वसाध्य सारो राय कहे प्रेम भक्ति एक कथा शुणी महाप्रभु कहले वर्तमान साध्य निर्णीत है किंतु यापेक्षा अधिक जहाँ तात्पर्य होची केवल वर्णाश्रम धर्म पालन अपेक्षा कर्मार्पण श्रेष्ठ केवल कर्मार्पण अपेक्षा स्वधर्म त्याग अर्थात स्वीय वर्ण धर्म त्याग पूर्वक संन्यास ग्रहण श्रेष्ठ
ତାପେକ୍ଷା ବ୍ରହ୍ମାନୁଶୀଳନ ରୂପ ଜ୍ଞାନ ମିଶ୍ରା ଭକ୍ତି ଶ୍ରେଷ୍ଠ ହେଲେ ସୁଦ୍ଧା ସେ ସବୁ ବାହ୍ୟ। କାହିଁକି ନା ସାଧ୍ୟ ବସ୍ତୁ ଯେ ଶୁଦ୍ଧ ଭକ୍ତି ତାହା ସେଇ ଚାରି ପ୍ରକାର ସିଦ୍ଧାନ୍ତରେ ନାହିଁ। ଆରୋପ ସିଦ୍ଧା ସଙ୍ଗ ସିଦ୍ଧା ଭକ୍ତି କେବେ ହେଲେ ଶୁଦ୍ଧ ଭକ୍ତି ବୋଲି ପରିଚିତ ହୁଏ ନା। ସ୍ୱରୂପ ସିଦ୍ଧା ଭକ୍ତି একটি পৃথক তত্ত্ব। তাহা কর্ম, কর্মার্পণ, কর্ম ত্যাগ রূপ সন্ন্যাস জ্ঞান মিশ্রা ভক্তি ঠারু পৃথক। সেই শুদ্ধ ভক্তি লক্ষণ এই যে তাহা অন্যাভ্যাস্তা শূন্য জ্ঞান কর্মাদি দ্বারা অনাবৃত আনুকূল্য ভাବରେ କୃଷ୍ଣାନୁଶୀଳନ। କାହିଁକି ସାଧ୍ୟ ବସ୍ତୁ, କାହିଁକି ନା ସାଧ୍ୟ ଅବସ୍ଥାରେ ଏହାକୁ ଦେଖିବାକୁ ପାଇଲେ ଶୁଦ୍ଧା, ସିଦ୍ଧାବସ୍ଥାରେ ଏହା ନିର୍ମଳ ରୂପେ ଲକ୍ଷିତ হয়। ମହାପ୍ରଭୁଙ୍କର ଶେଷ ପ୍ରଶ୍ନର ଉତ୍ତରରେ ରାୟ କହିଲେ ପ୍ରେମ ଭକ୍ତି ସର୍ବସାଧ୍ୟ ସାର। ଶୁଦ୍ଧ ଭକ୍ତି ପ୍ରଥମାବସ୍ଥାରେ ଶାନ୍ତ ଭକ୍ତି ରୂପେ ପ୍ରତୀତ ହୁଏ। ସେଥିରେ କୃଷ୍ଣ ପ୍ରତି ମମତା ବୁଦ୍ଧି ନଥାଏ। ଜ୍ଞାନ ପ୍ରୟାସ ଶ୍ଳୋକ ସାଧ୍ୟ ନିର୍ଣ୍ଣୟରେ କଥିତ ହେବାରୁ ମହାପ୍ରଭୁ ଏ ବୃତ୍ତିକୁ ସାଧ୍ୟ ବୃତ୍ତି ବୋଲି ସ୍ୱୀକାର କଲେ। ଏହା ହିଁ ସାଧନ ଭକ୍ତି ବୋଲି କଥିତ ହୁଏ। ପରେ ପୁଣି ଆଗକୁ ଅଗ୍ରସର ହେବାକୁ ଆଦେଶ କରିବାରୁ ରାୟ ରାମାନନ୍ଦ ସାଧନ ଭକ୍ତି ପରେ ସର୍ବଭାବ ଭକ୍ତି, ଭାବ ଭକ୍ତି, ପ୍ରେମ ଭକ୍ତିର ଅଙ୍କୁରାବସ୍ଥା ଏବଂ ଶାନ୍ତ ରସରେ ନିରପେକ୍ଷତା ଧର୍ମ ପ୍ରଧାନ ବୋଲି ରସ ଚତୁଷ୍ଟ ଯୁକ୍ତ ପ୍ରେମ ଭକ୍ତିଙ୍କୁ ସାଧ୍ୟ ବୋଲି କହିଲେ। ସାଧନ ଭକ୍ତି କହିଲେ ଶ୍ରଦ୍ଧା, ସାଧୁସଙ୍ଗ, ଭଜନାନୁଷ୍ଠାନ, ଅନର୍ଥ ନିବୃତ୍ତି, ନିଷ୍ଠା, ରୁଚି ଓ ଆସକ୍ତିକୁ ବୁଝାଏ। এই ପର୍ଯ୍ୟନ୍ତ ସାଧନ ଭକ୍ତି। ପ୍ରେମ ଭକ୍ତିରେ ହିଁ କୃଷ୍ଣ ବଶୀଭୂତ ହୁଅନ୍ତି। ନାନା ଉପଚାର କୃତ ପୂଜନ ଆର୍ତ୍ତବନ୍ଧୋ ପ୍ରେମଣୈବ ଭକ୍ତ ହୃଦୟ ସୁଖ ବିଦ୍ରୁତଂ ସ୍ୟାତ୍ ଯାବତ୍ କ୍ଷୁଦସ୍ତି ଜଠରୀ ଜରଠା ପିପାସା ତାବତ୍ ସୁଖାୟ ଭବତୋ ନନୁଭକ୍ଷପେ। ଏ କଥା କୁହାଯାଇଛି। ଯେପରି ଜଠରରେ ଯେପର୍ଯ୍ୟନ୍ତ ତୀବ୍ର କ୍ଷୁଧା ପିପାସା ଥାଏ ତତ୍କ୍ଷଣ ଭକ୍ଷ୍ୟ ପେୟ ବସ୍ତୁ ସକଳ ସୁଖଦାୟକ হয়। ସେହିପରି ଆର୍ତ୍ତବନ୍ଧୁଙ୍କର ନାନା ଉପଚାରରେ ପୂଜା ହେଲେ ସୁଦ୍ଧା ତାହା ପ୍ରେମଯୁକ୍ତ ହେଲେ ହିଁ ଭକ୍ତଗଣଙ୍କର ହୃଦୟରେ ଆନନ୍ଦ ବିଗଳିତ হয়। ରାଗ ମାର୍ଗରେ ହିଁ କୃଷ୍ଣ ପ୍ରେମା ଲଭ୍ୟ। ସୁକୃତି ଜନିତ ବୈଧ ଭକ୍ତିରେ ତାହା ଦୁର୍ଲଭ। କୃଷ୍ଣ ଭକ୍ତି ରସଭାବିତାମତି କ୍ରିୟତାଂ ଯଦି କୁତୋପି ଲଭ୍ୟତେ ତତ୍ର ଲୌଲ୍ୟମପି ମୂଲ୍ୟମେ କଳଂ ଜନ୍ମ କୋଟି ସୁକୃତି ନ ଲଭ୍ୟତେ। କୋଟି ଜନ୍ମ କୃତ ସୁକୃତି ଦ୍ୱାରା ଯାହା ମିଳେ ନାହିଁ ଅଥଚ ଲୋଭ ରୂପ ଏକଟି ମୂଲ୍ୟ ଦେଇ ଯାହା ମିଳେ, ଏପରି କୃଷ୍ଣ ଭକ୍ତିର ସ୍ୱଭାବିତ ମତି ଯାହାଙ୍କ ଠାରୁ ମିଳେ ସେଠାରୁ କିଣ। ଉକ୍ତ ଦୁଇଟି କବିତା ମଧ୍ୟରେ ପ୍ରଥମଟି ଶ୍ରଦ୍ଧାମୂଳକ ବୈଧ ଭକ୍ତିର ସୂଚନା, ଦ୍ୱିତୀୟଟି ଲୋଭମୂଳକ ରାଗାନୁଗା ଭକ୍ତିର ସୂଚନା କରୁଛି। ଏହାପରେ ଏ ରାଗାନୁଗା ଭକ୍ତି ଅବଲମ୍ବନ କରି ରାୟ ରାମାନନ୍ଦଙ୍କର କଥିତ ବଚନ ଗୁଡ଼ିକ ବ୍ୟବହୃତ ହବ। ଅର୍ଥାତ୍ ବର୍ତ୍ତମାନ ଠାରୁ ରାଗ ଭକ୍ତି ସିଦ୍ଧାନ୍ତ ଅବଲମ୍ବନ ସେ କରୁଛନ୍ତି ଏବଂ ବୈଧି ଭକ୍ତିର କଥା ପରିତ୍ୟାଗ କରୁଛନ୍ତି। ଏ ପର୍ଯ୍ୟନ୍ତ ଶୁଣି ମହାପ୍ରଭୁ କହିଲେ ଏହା ସତ ଯେ କିନ୍ତୁ ଏହା ପରେ ଯାହା ଅଛି ତାହା କୁହ। ରାୟ ତାର ଉତ୍ତରେ କହିଲେ ଦାସ୍ୟ ପ୍ରେମ ହିଁ ସର୍ବସାଧ୍ୟ ସାର। ପ୍ରେମ ଲକ୍ଷଣ ଭକ୍ତିରେ ମମତା ସଂଯୁକ୍ତ ହେଲେ ଦାସ୍ୟ ପ୍ରେମ হয়। ପ୍ରେମ ସାଧାରଣରେ ଭଗବାନ ଓ ଭକ୍ତ ମଧ୍ୟରେ କୌଣସି ସମ୍ବନ୍ଧ ସ୍ଥାପିତ ହୁଏ ନାହିଁ। ଭଗବାନ ହିଁ ଆମର ପ୍ରଭୁ। ଏହିପରି ମମତା ଭାବ ସେଥିରେ ଯୁକ୍ତ ହେଲେ ସାଧାରଣ ପ୍ରେମ ଦାସ୍ୟ ପ୍ରେମ ହେଇଥାଏ। ଏହା ସାଧାରଣ ପ୍ରେମ ଅପେକ୍ଷା ଉଚ୍ଚ। ଏ କଥା ଶୁଣି ମହାପ୍ରଭୁ କହିଲେ ଆଉ କିଛି ଆଗକୁ ଯାଇ ପାରିଲେ ସର୍ବସାର ମିଳିବ। ରାୟ ତାହାର ଉତ୍ତରରେ କହିଲେ ଶ୍ରୀକୃଷ୍ଣ ଠାରେ ସଖ୍ୟ ପ୍ରେମ ହିଁ ସର୍ବସାଧ୍ୟ ସାର। ରାୟଙ୍କର ତାତ୍ପର୍ଯ୍ୟ ଯେ ଦାସ୍ୟ ପ୍ରେମରେ ମମତା ରହିଥିଲେ ସୁଦ୍ଧା ଭଗବାନ ପ୍ରଭୁ ଏହି ବୁଦ୍ଧିଜନିତ একটি ଭୟ ଓ ସମ୍ଭ୍ରମ ସହଜରେ ଉଦିତ হয়। সেই ভয় সম্ভ্রম পরিত্যাগ পূর্বক বিশ্রম অর্থাৎ একান্ত বিশ্বাসকে বরণ করে পারলে সে প্রেম হি সখ্য প্রেম হয়। এই প্রেমরে কৃষ্ণ ও তাঙ্কর সখাগণଙ୍କ ମଧ୍ୟରେ একটি মমতা ভাব উদিত ହୁଏ। ଗୋପ ବାଳକ ମାନଙ୍କର କୃଷ୍ଣ ସଖ୍ୟ ମହିମା ଦଶମ ସ୍କନ୍ଦ ଭାଗବତରୁ ଇଥଂ ସତାଂ ବ୍ରହ୍ମ ସୁଖାନୁଭୂତ୍ୟା ଦାସ୍ୟଙ୍ଗତାନଂ ପରଦୈବତୀର ମାୟା ସୀତାନଂ ନରଦାରକେଣ ସାର୍ଦ୍ଧଂ ବିଜହୃ କୁତ ପୁଣ୍ୟ ପୁଞ୍ଜା। ଏ ଶ୍ଲୋକ ଦଶମ ସ୍କନ୍ଧରେ ଅଛି। ସୁଖଦେବ ଗୋସ୍ୱାମୀ ପରୀକ୍ଷିତଙ୍କ ନିକଟରେ ବନଭୋଜନାର୍ଥ ବହିର୍ଗତ କୃଷ୍ଣଙ୍କ ସହିତ ବିଶ୍ରମ୍ଭ ପ୍ରେମ ସୂତ୍ରରେ ଆବଦ୍ଧ ସଖାବ୍ରଜା ବାଳକ ମାନଙ୍କର ସୌଭାଗ୍ୟ ଆତିଶଯ୍ୟ ବର୍ଣ୍ଣନା କରି କହୁଛନ୍ତି ଯେ ଜ୍ଞାନ ମାର୍ଗରେ ବ୍ରହ୍ମ ସୁଖାନୁଭୂତି ସ୍ୱରୂପରେ ଦାସ୍ୟରସର ଭକ୍ତଗଣଙ୍କ ନିକଟରେ ପରଦେବତା ରୂପରେ ମାୟାଶ୍ରିତ ବ୍ୟକ୍ତିମାନଙ୍କ ନିକଟରେ ନରବାଳକ ରୂପରେ ପ୍ରକାଶ ପାଆନ୍ତି। ସେହି ଭଗବାନ ଶ୍ରୀକୃଷ୍ଣ ସହିତ ବ୍ରଜ ବାଳକଗଣ ବହୁ ସୁକୃତି ଫଳରେ ସଖ୍ୟରସରେ ବିହାର କରିଥିଲେ। ତଥାପି ମହାପ୍ରଭୁ କହିଲେ ସଖ୍ୟରସ ଦାସ୍ୟରସ ଅପେକ୍ଷା ଉତ୍ତମ ଅଟେ।
ତଥାପି ଆଉ ଅଧିକ ଅଗ୍ରସର ହେଲେ ସାଧ୍ୟ ସାର ମିଳିବ। ରାୟ ତଦୁତ୍ତରେ କହିଲେ ବାତ୍ସଲ୍ୟ ଭାବରେ ପ୍ରେମ ହିଁ ସର୍ବସାଧ୍ୟ ସାର। ସଖ୍ୟ ରସର ଯେଉଁ ବିଶ୍ରମାତ୍ମକ ପ୍ରେମ ସେଥିରେ ଅଧିକତର ସ୍ନେହ ସଂଯୁକ୍ତ ହେଲେ ବାତ୍ସଲ୍ୟ ରସ ଉଦୟ ହୁଏ। ନନ୍ଦ ଯଶୋଦାଙ୍କର ବାତ୍ସଲ୍ୟ ମହିମା ଶ୍ରୀମଦ ଭାଗବତ ଦଶମ ସ୍କନ୍ଧରୁ ଜଣାଯାଏ। ନନ୍ଦ କିଂ ଅକରୋତ୍ ବ୍ରହ୍ମନ୍ ଶ୍ରେୟ ଏବ ମହୋଦୟ ଯଶୋଦା ବା ମହାଭାଗା ପପୁଜସ୍ୟାସ୍ତନ ହରି। ପୁନଶ୍ଚ ଦଶମ ସ୍କନ୍ଧରେ ଯଶୋଦାଙ୍କ ଯଶୋଗାନ ନିମଂ ବିରିଞ୍ଚୋ ନ ଭବୋ ଶ୍ରୀରପ୍ୟଙ୍ଗ ସଂଶ୍ରୟା ପ୍ରସାଦଂ ଲେଭିରେ ଗୋପ୍ୟ ଗୋପୀ ଯତତ୍ ପ୍ରାପ ବିମୁକ୍ତିତା। ମହାପ୍ରଭୁ କହିଲେ ଏହା ତଦାପେକ୍ଷା ଉତ୍ତମ ହେଇଛି, କିନ୍ତୁ ଏହାକୁ ଅତିକ୍ରମ କରି ଆଉ ଗୋଟିଏ ରସ ଅଛି ଯାହାକୁ ସାଧ୍ୟ ସାର କହିପାର। ରାୟ ଉତ୍ତର କଲେ ଶ୍ରୀକୃଷ୍ଣଙ୍କ ପ୍ରତି କାନ୍ତା ଭାବ ହିଁ ପ୍ରେମର ପରାକାଷ୍ଠା ରୂପ ସାଧାରଣ ସାଧ୍ୟ ଗୁଣର ସାର। ତାତ୍ପର୍ଯ୍ୟ ହିଁ ସାଧାରଣ ପ୍ରେମରେ ମମତାର ଅଭାବ, ଦାସ୍ୟ ରସରେ ବିଶ୍ରମ ବା ବିଶ୍ୱାସର ଅଭାବ, ସଖ୍ୟ ରସରେ ସ୍ନେହାଧିକ୍ୟର ଅଭାବ ଏବଂ ବାତ୍ସଲ୍ୟ ରସରେ ନିସଂକୋଚ ଭାବର ଭାବ ହେତୁ ସାଧ୍ୟ ପ୍ରେମର ପୂର୍ଣ୍ଣତା ସେ ରସରେ ହୁଏ ନାହିଁ। ଯେତେବେଳେ କୃଷ୍ଣଙ୍କ ଠାରେ କାନ୍ତ ଭାବର ଉଦୟ ହୁଏ ସେତେବେଳେ ଏସବୁ ଅଭାବ ଶୂନ୍ୟ ସମସ୍ତ ସାଧ୍ୟର ସାର ଏକ ଅଖଣ୍ଡ ପ୍ରେମ ତତ୍ତ୍ୱ ମିଳେ। ସଖ୍ୟ ପ୍ରେମ ଅପେକ୍ଷା ବାତ୍ସଲ୍ୟ ପ୍ରେମ ଉତ୍ତମ, କିନ୍ତୁ ମହାପ୍ରଭୁ ରାୟକୁ ଆଉ ଅଧିକ ଅଗ୍ରସର କହିବାରୁ ରାୟ ରାମାନନ୍ଦ କାନ୍ତା ଭାବକୁ ପ୍ରେମର ସାଧ୍ୟତ୍ୱ ବୋଲି ଉଲ୍ଲେଖ କଲେ। ବ୍ରଜ ଗୋପୀ ମାନଙ୍କର ମହାତ୍ମ୍ୟ ଦଶମ ସ୍କନ୍ଧ ଭାଗବତରୁ ଉଦ୍ଧାର କରି କହିଲେ ନାୟଂ ଶ୍ରୀଅଙ୍ଗନ ନିତାନ୍ତରତି ପ୍ରସାଦ ସୂର୍ଯ୍ୟ ଶୀତାଙ୍ଗଳୀନ ଗନ୍ଧରୁଚାଙ୍କୂତନ୍ୟା ରାସୋତ୍ସବେ ଅସ୍ୟ ଭୁଜଦଣ୍ଡ ଗୃହୀତ କଣ୍ଠ ଲବ୍ଧାସୀ ସାଙ୍ଗ ଉଦ୍ଗାଦ ବ୍ରଜ ସୁନ୍ଦରୀଣା। ଉଦ୍ଧବ ବ୍ରଜକୁ ଆଗମନ କରି କେତେକ ମାସ ସେଠାରେ ଅବସ୍ଥାନ ପୂର୍ବକ କୃଷ୍ଣ କଥା କୀର୍ତ୍ତନ ଦ୍ୱାରା ହର୍ଷୋତ୍ପାଦନ କଲେ ସୁଦ୍ଧା କୃଷ୍ଣ ବିରହ ତପ୍ତା ଗୋପୀଗଣଙ୍କର କୃଷ୍ଣୈକଗତ ଚିତ୍ତରେ ବୈକ୍ଳବ୍ୟ ଦର୍ଶନ କରି ସେମାନଙ୍କର ପରମ ସୌଭାଗ୍ୟର ପ୍ରଶଂସା କରୁଛନ୍ତି। ଶ୍ରୀ ବୃନ୍ଦାବନରେ ରାସୋତ୍ସବରେ ଶ୍ରୀକୃଷ୍ଣଙ୍କର ଭୁଜଦଣ୍ଡ ଦ୍ୱାରା ଗୃହୀତ କଣ୍ଠ ବ୍ରଜ ସୁନ୍ଦରୀ ମାନଙ୍କର ଯେଉଁ ପ୍ରସାଦ ଉଦିତ ହେଇଥିଲା ତାହା ବକ୍ଷସ୍ଥିତା ଲକ୍ଷ୍ମୀ ପ୍ରଭୃତି ପରବ୍ୟବସ୍ଥ ନିତାନ୍ତ ଅନୁଗତ ଶକ୍ତିଗଣଙ୍କର ମଧ୍ୟ ପ୍ରାପ୍ୟ ହୁଏ ନା। ପଦ୍ମଗନ୍ଧ ପ୍ରଭାବ ସ୍ୱର୍ଗୀୟ ରମଣୀ ମାନଙ୍କର ସେପରି ହୁଏ ନା। ଏପରି ସ୍ଥଳେ ଅନ୍ୟ ସ୍ତ୍ରୀ ମାନଙ୍କ ସମ୍ବନ୍ଧରେ କଣ କହିବା। ବ୍ରଜଗୋପୀ ମାନଙ୍କର ହିଁ ମଦନ ମୋହନ ବିଗ୍ରହ ଦର୍ଶନରେ ଅଧିକାର। ତାସାଂ ଆବିର୍ଭୂତ ସୌରୀ ସ୍ମୟମାନ ମୁଖାମ୍ବୁଜ ପୀତାମ୍ବର ଧର ସ୍ରଗ୍ଭି ସାକ୍ଷାନ ମନ୍ମଥ। ଦଶମ ସ୍କନ୍ଧ ଭାଗବତ ରାସ କ୍ରୀଡ଼ା କାଳରେ କୃଷ୍ଣଙ୍କର ଅନ୍ତର୍ଧ୍ୟାନ ହେତୁ ଶ୍ରୀକୃଷ୍ଣ ଦର୍ଶନାଭିଳାଷୀ ଗୋପୀଗଣ ଅଧୀରା ହୋଇ ରୋଦନ କରିବାରୁ ଗୋପବଧୂ ମାନଙ୍କ ସମକ୍ଷରେ ଗୋବିନ୍ଦ ଦେବ ଆବିର୍ଭୂତ ହେଲେ। ରାସଲୀଳାରେ ଗୋପୀମାନଙ୍କର ବିଚ୍ଛେଦ ବିଳାପ ପରେ ସହସା ପୀତାମ୍ବର ବନମାଳୀ ହାସ୍ୟବଦନ ସାକ୍ଷାତ ମଦନ ମୋହନ ସେମାନଙ୍କ ମଧ୍ୟରେ ଆବିର୍ଭୂତ ହେଲେ। କୃଷ୍ଣ ପ୍ରାପ୍ତିର ଉପାୟ ବହୁବିଧ କୃଷ୍ଣ ପ୍ରାପ୍ତିର ଉପାୟ ବହୁବିଧ କୃଷ୍ଣ ପ୍ରାପ୍ତି ତାରତମ୍ୟ ବହୁତ କୃଷ୍ଣ ପ୍ରାପ୍ତି ତାରତମ୍ୟ ବହୁତ କିନ୍ତୁ ଯାର ଯେଇ ରସ ସେଇ ସର୍ବୋତ୍ତମ କିନ୍ତୁ ଯାର ଯେଇ ରସ ସେଇ ସର୍ବୋତ୍ତମ ତଟସ୍ଥ হইয়া বিচারিলে আছে তোর তটস্থ হইয়া বিচারিলে আছে ଏ ବାକ୍ୟ ଦ୍ୱାରା କେହି ଏପରି ବୁଝିବା ଉଚିତ ନୁହେଁ ଯେ ଯାହାର ଯେକୌଣସି ମନୋଧର୍ମ ବା ଖେୟାଲ ସେଇଠି ସର୍ବୋତ୍ତମ। ଉଚ୍ଛୃଙ୍ଖଳତା କେବେ ହେଲେ ସର୍ବୋତ୍ତମତା ହେଇପାରେ ନା। ଶ୍ରୁତି ସ୍ମୃତି ପୁରାଣ ଆଦି ପଞ୍ଚରାତ୍ରି ବିଧି ବିନା ଐକାନ୍ତିକ ହରେର ଭକ୍ତି ଉତ୍ପାତୈବ କଳ୍ପତି। ତାପରେ ସଖ୍ୟ ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ ଏଇ ଚାରି ପ୍ରକାର ରସ ହିଁ ଉତ୍ତମ। ଯିଏ ଯୋଉ ରସର ଅଧିକାରୀ ତାଙ୍କ ପକ୍ଷରେ ସେଇ ରସ ହିଁ ସର୍ବୋତ୍ତମ। ଶାନ୍ତ ଦାସ୍ୟ ସଖ୍ୟ ବାତ୍ସଲ୍ୟ ମଧ୍ୟର 5 ପ୍ରକାର ରସରେ କ୍ରମଶଃ ତାରତମ୍ୟ ଅଛି। ଶାନ୍ତ ରସରେ କୃଷ୍ଣଙ୍କ ନିଷ୍ଠତା ରୂପ ଗୁଣଟି ଦାସ୍ୟ ରୂପରେ ମମତା ଯୁକ୍ତ ହୋଇ ଅଧିକ ସମୃଦ୍ଧ। ସଖ୍ୟ ରସରେ କୃଷ୍ଣଙ୍କ ନିଷ୍ଠତା ମମତା ବିଶ୍ରମ ସହିତ ଯୁକ୍ତ ହୋଇ ଅଧିକତର ପ୍ରଫୁଲ୍ଲ ହୋଇଥାଏ। ବାତ୍ସଲ୍ୟ ରସରେ ପୁଣି ଶାନ୍ତ ଦାସ୍ୟ ସଖ୍ୟର ଗୁଣତ୍ରୟ ସ୍ନେହାଧିକ୍ୟ ସହିତ ଯୁକ୍ତ ହୋଇ ପ୍ରତ୍ୟମାନ ହୁଏ। କାନ୍ତା ଭାବ ସ୍ୱରୂପ ମଧୁର ରସରେ
ଚାରିଟି ଗୁଣ ସଂକୋଚଶୂନ୍ୟ ହୋଇ ଅତିଶୟ ମାଧୁରୀ ଲାଭ କରେ। ଏଥିପାଇଁ ଏଥିରେ ଗୁଣାଧିକ୍ୟ କ୍ରମେ ସ୍ୱାଦାଧିକ୍ୟ ବୃଦ୍ଧି ହୁଏ। ସୁତରାଂ ତଟସ୍ଥ ବିଚାରେ ମଧୁର ରସ ସୁର ଅପେକ୍ଷା ଶ୍ରେଷ୍ଠ। ଏଇଟା ଶେଷ କଥା ଆସିବ। ରସର ତାରତମ୍ୟ ବୁଝିବା ନିମିତ୍ତ ପ୍ରାକୃତ ଉଦାହରଣ ଦିଆଯାଇଛି। ଆକାଶ, ବାୟୁ, ଅଗ୍ନି, ଜଳ ଓ ପୃଥିବୀ ଏ ପାଞ୍ଚଟି ମହାଭୂତ। ଆକାଶରେ ଶବ୍ଦ ବୋଲି ଗୋଟିଏ ଗୁଣ ଅଛି, ବାୟୁରେ ଶବ୍ଦ ସ୍ପର୍ଶ 2ଟି ଗୁଣ ଅଛି, ଅଗ୍ନିରେ ଶବ୍ଦ ସ୍ପର୍ଶ ରୂପ 3ଟି ଗୁଣ ଅଛି, ଜଳରେ ଶବ୍ଦ ସ୍ପର୍ଶ ରୂପ ରସ 4ଟି ଗୁଣ ଅଛି, ମୃତ୍ତିକାରେ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ 5ଟି ଗୁଣ ଅଛି। ଦେଖନ୍ତୁ, ଆକାଶ ଆଦି ପରପର ଭୂତରେ କ୍ରମଶଃ ଗୁଣ ସଂଖ୍ୟା ବୃଦ୍ଧି ପାଇ 5ଟି ଗୁଣ ପୃଥିବୀରେ ଲକ୍ଷିତ ହେଇଛି। ସେହିପରି ଭାବରେ ଶାନ୍ତ, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ, ମଧୁର ରସରେ କ୍ରମଶଃ ଗୁଣ ବୃଦ୍ଧି ହୋଇ ମଧୁର ରସରେ 5ଟି ପରିପୂର୍ଣ୍ଣ ରୂପେ ଦେଖାଯାଏ। ଅତେ ପରିପୂର୍ଣ୍ଣ କୃଷ୍ଣ ପ୍ରାପ୍ତି ମଧୁର ବା ଶୃଙ୍ଗାର ରସ ରୂପ ପ୍ରେମରେ ହିଁ ମିଳେ। ଭାଗବତ କହନ୍ତି, ମଧୁର ରସ ପୁଣିଲେ ପ୍ରେମେ କୃଷ୍ଣ ନିତାନ୍ତ ବସ ହୁଅନ୍ତି। ପ୍ରଭୁର ନିତ୍ୟ ବିହାର ପ୍ରଭୁର କୀର୍ତ୍ତନ ପ୍ରଚାର ଯାସବାଲୟା করে ন প্রেম আস্বাদন ସମ୍ବନ୍ଧରେ ଏଠି ଅଧିକ ଗୋଟିଏ କଥା କୁହାଯାଉଛି। ଯିଏ ଅନ୍ତରଙ୍ଗ ଭକ୍ତ ସେ ମଧ୍ୟ ଶୁଦ୍ଧ ଭକ୍ତ, କିନ୍ତୁ ତାର କିଛି ଅଧିକ କଥା ଅଛି। ଅଧିକ କଥାଟା କଣ ନା ରସ ସମ୍ବନ୍ଧର କଥା। 5ଟି ମୁଖ୍ୟ ରସ ଅଛି ଆମର, ଶାନ୍ତ, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ, ମାଧୁର୍ଯ୍ୟ। ଏଇ 5ଟି ମୁଖ୍ୟ ରସ। ଏଇ 5ଟି ମୁଖ୍ୟ ରସ ସମ୍ବନ୍ଧ ଜୀବର ମଧ୍ୟରେ କୌଣସି ଗୋଟେ ସମ୍ବନ୍ଧ ରସ ସମ୍ବନ୍ଧରେ ଅଧିଷ୍ଠିତ। ତେବେ ଶ୍ରୀମନ୍ ମହାପ୍ରଭୁଙ୍କର ଯୋଉ ଶିକ୍ଷା ଅଛି, ଭାବ ଅଛି, ତା ମଧ୍ୟରେ ଶାନ୍ତ ଭାବଟାକୁ ସେ ଉପେକ୍ଷା କରିଦେଇଛନ୍ତି। 4 ଭାବ ଭକ୍ତି ଦିଆ ନାଚା ଭୁବନ 4ଟି ଭାବ ଉପରେ ବିଶେଷ ଭାବରେ ସେ କଥା କହିଛନ୍ତି। ଆଉ ସେଇ ଭାବରେ ସମଗ୍ର ସଂକୀର୍ତ୍ତନ ମଧ୍ୟ ଦେଇ ସମଗ୍ର ଜଗତକୁ ପ୍ରେମରେ ଉନ୍ମତ୍ତ କରି ନଚେଇଛନ୍ତି। ତାହା ହଉଛି ଦାସ୍ୟ, ସଖ୍ୟ, ବାତ୍ସଲ୍ୟ ଆଉ ମାଧୁର୍ଯ୍ୟ। ଏଇ 4ଟି, ଏଇ ଯୋଉ 4ଟି ରସ, ତନ୍ମଧ୍ୟରେ ମାଧୁର୍ଯ୍ୟ ରସ ହଉଛି ସର୍ବୋତ୍ତମ। ଯୋଉ ଭକ୍ତ ଶୁଦ୍ଧ ଭକ୍ତ ମାଧୁର୍ଯ୍ୟ ରସରେ ହିଁ ଥାନ୍ତି, ସେ ହଉଛନ୍ତି ଅନ୍ତରଙ୍ଗ ଭକ୍ତ। ଦାସ୍ୟ ଭକ୍ତ, ସଖ୍ୟ ଭକ୍ତ ବା ବାତ୍ସଲ୍ୟ ଭକ୍ତ ଏ ସମସ୍ତେ ଶୁଦ୍ଧ ଭକ୍ତ ହେଇପାରେ ନିଶ୍ଚିତ ଭାବରେ। କିନ୍ତୁ ଯୋଉମାନେ ମାଧୁର୍ଯ୍ୟ ରସରେ ଅଛନ୍ତି ସେମାନେ ଅନ୍ତରଙ୍ଗ ଭକ୍ତ। ମାଧୁର୍ଯ୍ୟ ରସଟା ହଉଛି ସର୍ବୋତ୍ତମ ରସ। ଆଉ ମାଧୁର୍ଯ୍ୟ ରସରେ ଏଇ ସବୁ ରସ ଗୁଡାକ ରହିଯାଇଛି।
ଦାସ୍ୟ ସଖ୍ୟ ବାତ୍ସଲ୍ୟ ଏ ସବୁ ଗୁଡାକ ନିଃସୃତ ହେଇଯାଇଛି। ସେଇ କଥା ଆମେ କାଲି କହୁଥିଲେ। ରାମାନନ୍ଦଙ୍କ ସହିତ ବାର୍ତ୍ତାଳାପ ଯେତେବେଳେ ହେଇଛି ସେତେବେଳେ ଶ୍ରୀମନ୍ ମହାପ୍ରଭୁ ପଚାରିଛନ୍ତି, ଯେତେବେଳେ ଜିଜ୍ଞାସା କରିଛନ୍ତି ରାୟ ରାମାନନ୍ଦଙ୍କୁ ଯୋଉ ସାଧ୍ୟ ନିର୍ଣ୍ଣୟ ସମ୍ବନ୍ଧରେ, ସେତେବେଳେ ରାୟ ରାମାନନ୍ଦ ଆରମ୍ଭ କରିଗଲେ ଯୋଉ ସ୍ୱଧର୍ମାଚରଣ ଠାରୁ ଆରମ୍ଭ କଲେ। ସ୍ୱଧର୍ମାଚରଣ ଠାରୁ ଆରମ୍ଭ କରି କରି ଶେଷକୁ ଯାଇ କହିଲେ ପ୍ରେମ ଭକ୍ତି ପର୍ଯ୍ୟନ୍ତ ଚାଲିଲେ। ଏହୋ ବାହ୍ୟ ଆର ଆଗେ କହ, ଆହୁରି ଆଗେ କୁହ, ଆଗେ କୁହ, ବାହ୍ୟ କହି ଯେତେବେଳେ ପ୍ରଭୁ କହେ ଏହୋ ଆଗେ କହ, আর রায় কহে প্রেম ভক্তি সর্বসাধ্য সার। এটা শেষକୁ ଆସିଗଲା, ପ୍ରେମ ଭକ୍ତି ସର୍ବସାଧ୍ୟ ସାର। ତେଣୁ ମହାପ୍ରଭୁ ଏକଥା ଶୁଣି କହିଲେ ସାଧ୍ୟ ନିର୍ଣ୍ଣିତ ହେଲା, କିନ୍ତୁ ୟାକା ଅଧିକା ଯାହା ଅଛି ତାହା କୁହ। ଯେ ପ୍ରେମ ଭକ୍ତି ଭିତରେ ଏ ସବୁ ଯାକ ଯାଉଛି, ଦାସ୍ୟ ଭକ୍ତି, ଦାସ୍ୟ ପ୍ରେମ, ସଖ୍ୟ ପ୍ରେମ, ବାତ୍ସଲ୍ୟ ପ୍ରେମ, ଏସବୁ ପ୍ରେମ ଭିତରେ ଯାଉଛି। ଯାହା ଭିତରେ ମାଧୁର୍ଯ୍ୟ ପ୍ରେମ ହଉଛି ସର୍ବୋତ୍ତମ। ଯୋଉ ମାଧୁର୍ଯ୍ୟ ପ୍ରେମରେ ହିଁ ଦାସ୍ୟ ସଖ୍ୟ ବାତ୍ସଲ୍ୟ ମଧ୍ୟ ରହିଯାଉଛି, ତାହା ସେଥିରୁ ବାଦ ପଡୁନି। ତେଣୁ ଏଇ କଥାଟା କହିବା ଦରକାର।